ଗୁଡ୍ ମର୍ଣ୍ଣିଂ ଓଡ଼ିଶା। ଆଜି ସେପ୍ଟେମ୍ବର 1 ତାରିଖ 2024 ରବିବାର ଦିବସ। ସୋ ଆଜିର ଖବର ଗୁଡ଼ିକ ଉପରୁ ନଜର ପକାଇଦେବା। ଚାଲନ୍ତୁ ଆଜିର ମୁଖ୍ୟ ଖବର ଗୁଡ଼ିକୁ ଦେଖିନେବା। ପ୍ରଥମ ଖବରଟି ହେଉଛି ସାଇକ୍ଲୋନ ଆସ୍ନା ମାଡ଼ି ଆସୁଛି ସାମୁଦ୍ରିକ ବାତ୍ୟା ସାଇକ୍ଲୋନ ଆସ୍ନା ପୂର୍ବୋତ୍ତର ଆରବ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପାକିସ୍ତାନ ଉପକୂଳରୁ ଦୂରରେ ସାଇକ୍ଲୋନିକ ଷ୍ଟର୍ମ ସାମୁଦ୍ରିକ ଝଡ଼ର ନାମ ଆସ୍ନା ଗତ 6 ଘଣ୍ଟା ଧରି 10 କିଲୋମିଟର ବେଗରେ ଗତି କରୁଛି। ଗୁଜରାଟର ନାଲିଆଠାରୁ ପଶ୍ଚିମରେ 310 କିଲୋମିଟର ଦୂରରେ ଏହା ଅବସ୍ଥିତ ଅଛି। ସେପ୍ଟେମ୍ବର 1 ତାରିଖରୁ ଆରବ ସାଗରରେ ବଢ଼ିବ ବାତ୍ୟାର ପ୍ରଭାବ। ଉତ୍ତର ପୂର୍ବ ଏବଂ ଉତ୍ତର ପଶ୍ଚିମ ଦିଗରେ ଆରବ ସାଗରରେ ଗତି କରିବ ବାତ୍ୟା। ପରବର୍ତ୍ତୀ ଅପଡେଟଟି ହେଉଛି ବିଜ୍ଞାପନରେ ପାଣ୍ଡିଆନଙ୍କ ଫଟୋ ପାଇଁ ଖର୍ଚ୍ଚ ହୋଇଛି 15 କୋଟି ଟଙ୍କା। ବିଧାନସଭାରେ ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଲିଖିତ ଉତ୍ତର ଦେଇଛନ୍ତି। ସେହିପରି 5 ବର୍ଷରେ ପ୍ରଚାର ପାଇଁ ପୂର୍ବତନ ବିଜେଡି ସରକାର ଖର୍ଚ୍ଚ କରିଥିଲେ 452 କୋଟି 96 ଲକ୍ଷ ଟଙ୍କା। ବିଧାନସଭାରେ ବିଜେପି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଖାଲି ଫଟୋ ନୁହେଁ, ବରଂ ପାଣ୍ଡିଆନଙ୍କ ହେଲିପ୍ୟାଡ୍ ପାଇଁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ରାଜଧାନୀକୁ ଲାଗିଥିବା କଟକର 3ଟି ନିର୍ବାଚନ ମଣ୍ଡଳୀରେ 18ଟି ହେଲିପ୍ୟାଡ୍ ପାଇଁ କଟକ ପୂର୍ତ୍ତ ବିଭାଗ ଖର୍ଚ୍ଚ କରିଛି ପ୍ରାୟ 75 ଲକ୍ଷ ଟଙ୍କା। ପରବର୍ତ୍ତୀ ଖବରଟି ହେଉଛି ଶ୍ରୀକ୍ଷେତ୍ରରେ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଘଟଣାର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ପ୍ରତିକାର ପୂଜା ବିଧି ପାଇଁ କଥାବାର୍ତ୍ତା କରାଯାଇଛି। ମୁକ୍ତିମଣ୍ଡପ ପଣ୍ଡିତ ସଭା ସମୟ ନିର୍ଘଣ୍ଟ ବାହାର କରିବା ପରେ ପ୍ରତିକାର ପୂଜା କରାଯିବ। ଯାହା ଘଟିଯାଇଛି ତାହା ଏକ ଦୁର୍ଘଟଣା। ସେଥିରେ ବଡ଼ ଠାକୁର ପଡ଼ିନାହାନ୍ତି, ବରଂ ସେବାୟତଙ୍କ ପିଠିରେ ଭରା ଦେଇଥିଲେ ବଡ଼ ଠାକୁର। ପ୍ରଭୁଙ୍କର କୌଣସି ଅଙ୍ଗ ମାଟିରେ ଲାଗିନଥିଲା ବୋଲି ଆଇନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ପରବର୍ତ୍ତୀ ଖବରଟି ହେଉଛି ମହିଳା ଉତ୍ପୀଡ଼ନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ତଥା ଭାରତୀୟ ସାକ୍ଷ୍ୟ ଅଧିନିୟମ ଅନୁସାରେ ମହିଳାମାନଙ୍କ ସୁରକ୍ଷା ସହିତ ଲିଙ୍ଗଗତ ହିଂସାର ଶିକାର ହେଉଥିବା ମହିଳାମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ହେଉଛି ରାଜ୍ୟ ସରକାରଙ୍କର ପ୍ରାଥମିକତା। ଏହି କ୍ରମରେ ଏଫ୍ଆଇଆର୍ ପଞ୍ଜୀକରଣଠୁ ଆରମ୍ଭ କରି ତ୍ୱରିତ ତଦନ୍ତ ପ୍ରକ୍ରିୟା ଏବଂ ଦୋଷୀଙ୍କ ବିରୁଦ୍ଧରେ ମକଦ୍ଦମା ପରିଚାଳନା ପର୍ଯ୍ୟନ୍ତ ସମସ୍ତ ନ୍ୟାୟିକ ପ୍ରକ୍ରିୟା ଆଇନ ମୁତାବକ ସମ୍ପୂର୍ଣ୍ଣ କରିବା ଏବଂ ଦୋଷୀକୁ ଦଣ୍ଡ ବିଧାନକୁ ସୁନିଶ୍ଚିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଅପଡେଟଟି ହେଉଛି ଅବପାତ ପ୍ରଭାବରେ ପ୍ରବଳ ବର୍ଷିବ ବର୍ଷା। ଅବପାତ ପ୍ରଭାବରେ ଆଜିଠାରୁ ସେପ୍ଟେମ୍ବର 2 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରବିବାର ପାଇଁ 3 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, 6 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଅରେଞ୍ଜ ଆଲର୍ଟ ମଧ୍ୟରେ ରହିଛନ୍ତି ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲା। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା 6ଗୋଟି ଜିଲ୍ଲା ହେଉଛନ୍ତି ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ ଏବଂ ଗଜପତି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆର୍ସି। ସମୁଦ୍ର ଅଶାନ୍ତ ରହିଥିବା କାରଣରୁ ଗଭୀର ସମୁଦ୍ରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ପରବର୍ତ୍ତୀ ଖବରଟି ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ବଦଳିବା ଆବଶ୍ୟକ। ଆଜି ସ୍ୱାୟତ୍ତ ଶାସନ ଦିବସ ଉତ୍ସବ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି। ଯେଉଁ ରେଭେନ୍ସାଙ୍କ ନାମରେ ଏହି ବିଶ୍ୱବିଦ୍ୟାଳୟ ହୋଇଛି, ପ୍ରକୃତରେ ତାଙ୍କର ଭୂମିକା କ'ଣ ଥିଲା? ଏଥିସହ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ 9ଙ୍କ ଦୁର୍ଭିକ୍ଷ ସମୟରେ ରେଭେନ୍ସା କ'ଣ କରୁଥିଲେ? ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ ତାହା କ'ଣ ଗୌରବ ବିଷୟ କି? ନାଁ ବଦଳିବା ମୋର ବ୍ୟକ୍ତିଗତ ମତ। ଏହା ଉପରେ ବିତର୍କ ଆବଶ୍ୟକ। ପରବର୍ତ୍ତୀ ଖବରଟି ହେଉଛି ରାଜ୍ୟରେ କାର୍ଯ୍ୟକାରୀ ହେଲା ପିଏମ୍ ଉଷା ଯୋଜନା। ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନକୁ ଓଡ଼ିଶାରେ ଲାଗୁ କରିବା ପାଇଁ ଆବଶ୍ୟକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର।
ଏହାଦ୍ୱାରା ଜାତୀୟ ସ୍ତରର ଶିକ୍ଷା ବ୍ୟବସ୍ଥା ସହ ଓଡ଼ିଶାର ଛାତ୍ରଛାତ୍ରୀମାନେ ତାଳ ଦେଇ ଚାଲିପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅନେକ ସମୟରେ ଏଠାରେ ଉଚ୍ଚଶିକ୍ଷା ଲାଭ କରିଥିବା ଆମର ଟେକ୍ନୋଲୋଜି ଗ୍ରାଜୁଏଟ୍ ମାନେ ଶିଳ୍ପ କ୍ଷେତ୍ରରେ ଆବଶ୍ୟକତାକୁ ପୂରଣ କରିପାରୁନାହାନ୍ତି, ଏଣୁ ବିଭିନ୍ନ ସମୟରେ ନିଯୁକ୍ତି ପାଇପାରୁନାହାନ୍ତି। ପିଏମ୍ ଉଷା ତାହାକୁ ଦୂର କରିବ ବୋଲି ସେ କହିଛନ୍ତି। ସେ ମଧ୍ୟ କହିଛନ୍ତି, ଏହା ହେଉଛି ଡବଲ ଇଞ୍ଜିନ୍ ସରକାରର ଫାଇଦା। ପରବର୍ତ୍ତୀ ଖବରଟି ହେଉଛି ସୁନା ଦର କମିଯାଇଛି। ମାସ ଶେଷରେ ଖସିଲା ସୁନା ରେଟ୍। ଭାରତୀୟ ବଜାରରେ 22 କ୍ୟାରେଟ୍ ସୁନାର 10 ଗ୍ରାମ ମୂଲ୍ୟ 66,950 ଟଙ୍କା ଥିଲାବେଳେ 24 କ୍ୟାରେଟ୍‌ର ଦାମ 73,040 ଟଙ୍କା ରହିଛି। 22 ଓ 24 କ୍ୟାରେଟ୍‌ରେ ଆଜି 100 ଓ 110 ଟଙ୍କା ହ୍ରାସ ପାଇଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନାର 10 ଗ୍ରାମ ମୂଲ୍ୟ 66,950 ଥିଲାବେଳେ 24 କ୍ୟାରେଟ୍‌ର ଦାମର ମୂଲ୍ୟ 73,040 ଟଙ୍କା ରହିଛି। ପରବର୍ତ୍ତୀ ଖବରଟି ହେଉଛି, ରାଜ୍ୟରେ ଖୋଲିବ 25ଟି ନୂଆ ଅବକାରୀ ଥାନା। ଚିକିଟି ମଦ ମୃତ୍ୟୁ ପରେ ଏବେ ପୁରା ଆକ୍ସନ ମୋଡରେ ରାଜ୍ୟ ସରକାର ଏବଂ ଅବକାରୀ ବିଭାଗ। ଏନେଇ ଗତକାଲି ନୂଆ ଅବକାରୀ ନୀତି ଆଣିଛନ୍ତି ରାଜ୍ୟ ସରକାର। 16ଟି ଜିଲ୍ଲାରେ ଖୋଲିବ 25ଟି ଅବକାରୀ ଥାନା। କେବଳ ଗଞ୍ଜାମ ଜିଲ୍ଲାରେ 6ଟି ନୂଆ ଅବକାରୀ ଥାନା ଖୋଲିବ। ଗଞ୍ଜାମରେ 3, ବ୍ରହ୍ମପୁରରେ 3ଟି ନୂଆ ଅବକାରୀ ଥାନା ପ୍ରତିଷ୍ଠା ହେବ। ଏନେଇ ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖାଯାଇଛି। ନିଶା ଦୁର୍ନୀତିର ହଟସ୍ପଟ କୁହାଯାଉଥିବା ଗଞ୍ଜାମ ଓ ବ୍ରହ୍ମପୁରକୁ ଅଧିକ ନଜର ରଖାଯାଇଛି। ସେହିପରି କଟକ ଓ ମୟୂରଭଞ୍ଜରେ 2ଟି ଓ ଭୁବନେଶ୍ୱରରେ ଗୋଟିଏ ଅବକାରୀ ଥାନା ଖୋଲିବ। ପରବର୍ତ୍ତୀ ଖବରଟି ହେଉଛି, ଚିକେନ ନ ଖାଇବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ୱରର ମେୟର। ରାଜଧାନୀ ଭୁବନେଶ୍ୱରର ଆଖପାଖ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିବା ଆରମ୍ଭ ହୋଇଛି। ବିଶେଷ କରି ପୁରୀ ଜିଲ୍ଲାର ପିପିଲି ସମେତ ଅନ୍ୟ କିଛି ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଛି। ଉକ୍ତ ଅଞ୍ଚଳଗୁଡ଼ିକୁ ରାଜଧାନୀକୁ ଚିକେନ ଯୋଗାଣ ହେଉଛି, ତେଣୁ ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ ଆଣିବାକୁ ଦୋକାନୀଙ୍କୁ କହିଛନ୍ତି। ଏଥିସହ ରାଜଧାନୀବାସୀ ଚିକେନ ନ ଖାଇବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ପରବର୍ତ୍ତୀ ଖବରଟି ହେଉଛି, ରାଜ୍ୟରେ ଖସିଲା ପେଟ୍ରୋଲ ଓ ଡିଜେଲ ଦର। ଓଡ଼ିଶାରେ ପେଟ୍ରୋଲ ମୂଲ୍ୟ 1 ଲିଟର ପିଛା 100 ଟଙ୍କା 97 ପଇସା ରହିଥିଲା ବେଳେ ଡିଜେଲ 1 ଲିଟର ପିଛା 92 ଟଙ୍କା 55 ପଇସା ରହିଛି। ତେବେ ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ ଆଜି ଓଡ଼ିଶାରେ ପେଟ୍ରୋଲ ଲିଟର ପିଛା 53 ଏବଂ ଡିଜେଲ ଲିଟର ପିଛା 51 ପଇସା ହ୍ରାସ ପାଇଛି। ପ୍ରତ୍ୟେକ ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆପଣମାନେ ମଧ୍ୟ ଯାଞ୍ଚ କରିପାରିବେ। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ 6ଟାରେ ବଦଳିଥାଏ। ସକାଳ 6ଟାରେ ନୂତନ ଦର କାର୍ଯ୍ୟକାରୀ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ ଡ୍ୟୁଟି, ଡିଲର କମିଶନ, ଭାଟ ଏବଂ ଅନ୍ୟାନ୍ୟ ଜିନିଷ ଯୋଡ଼ି ହେବା ପରେ ଏହାର ମୂଲ୍ୟ ମୂଳ ମୂଲ୍ୟଠାରୁ ଦ୍ୱିଗୁଣିତ ହୋଇଥାଏ। ପରବର୍ତ୍ତୀ ଖବରଟି ହେଉଛି, ବଢିଲା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନାର ଅବଧି। ମୋହନ ସରକାର ସାମ୍ବାଦିକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମିଳୁଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆଉ 1 ବର୍ଷ ବୃଦ୍ଧି କରାଯାଇଛି। ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାର ସମୟ ଅବଧି ଅଗଷ୍ଟ 31 ତାରିଖରେ ଶେଷ ହେଉଛି। ପ୍ରତିବର୍ଷ ଜୁନ ବା ଜୁଲାଇ ମାସରୁ ଏହାର ନବୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ତେଣୁ ରାଜ୍ୟ ସରକାର ଏହାକୁ ଆଉ 1 ବର୍ଷ ନିମନ୍ତେ ବୃଦ୍ଧି କରିଛନ୍ତି। ତେଣୁ ଗତ ବର୍ଷର ତାଲିକା ଚଳିତ ବର୍ଷ ମଧ୍ୟ କାର୍ଯ୍ୟ କରିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବରଟି ହେଉଛି, ମୋବାଇଲ ଖୋଲୁଛି ଡି ବ୍ରଦର୍ସର କ୍ରାଇମ ନେଟୱାର୍କ। ବଲାଙ୍ଗୀର ଜେଲର କଡ଼ା ସୁରକ୍ଷାରେ ଥିବା ସେଲ୍ ଭିତରୁ ମିଳିଥିଲା ମୋବାଇଲ। ସେଲ୍‌ର ଅନ୍ତେବାସୀ ଦୁର୍ଦ୍ଦାନ୍ତ ଅପରାଧୀ ଡି ବ୍ରଦର୍ସର ମୁଖିଆ ସୁଶାନ୍ତ ଧଳସାମନ୍ତ। ସୁଶାନ୍ତର ଅନୁପସ୍ଥିତିରେ ଯାଞ୍ଚ ବେଳେ ମିଳିଥିଲା ସ୍ମାର୍ଟଫୋନ। ଦୁର୍ଦ୍ଦାନ୍ତ ଅପରାଧୀ ଥିବା ହାଇ ସିକ୍ୟୁରିଟି ସେଲ୍ ଏରିଆରୁ ମୋବାଇଲ ମିଳିଛି। ଏହା ସହ ପୋଲିସ ଅଧିକାରୀ କହିଛନ୍ତି ଯେ ସୁଶାନ୍ତ ଧଳସାମନ୍ତ ମୋବାଇଲ ବ୍ୟବହାର କରୁଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ କଡ଼ା ସୁରକ୍ଷାରେ ଥିବା ବଲାଙ୍ଗୀର ଜିଲ୍ଲାର ହାଇ ସିକ୍ୟୁରିଟି ଜୋନରେ ଥିବା 9 ନମ୍ବର ସେଲ୍ ଭିତରୁ ବାହାରିଥିଲା ସ୍ମାର୍ଟଫୋନ। ପରବର୍ତ୍ତୀ ଖବରଟି ହେଉଛି, ଲେଡିଜ୍ ହଷ୍ଟେଲ ବାଥରୁମରେ କ୍ୟାମେରା। ଆନ୍ଧ୍ରପ୍ରଦେଶରେ ଚାଞ୍ଚଲ୍ୟ। ଲେଡିଜ୍ ହଷ୍ଟେଲ ବାଥରୁମରେ ଲାଗିଥିଲା କ୍ୟାମେରା। କ୍ରିଷ୍ଣା ଜିଲ୍ଲାର ଏକ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଏହି ଗୁପ୍ତ କ୍ୟାମେରା ଠାବ କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ବାଥରୁମରେ ଗୁପ୍ତ କ୍ୟାମେରା ଲଗାଇ ଆପତ୍ତିଜନକ ଫଟୋ ଓ ଭିଡିଓ ସଂଗ୍ରହ କରୁଥିଲା ଅଭିଯୁକ୍ତ।
ପ୍ରାୟ 300ରୁ ଅଧିକ ଆପତ୍ତିଜନକ ଫଟୋ, ଭିଡିଓ ସଂଗ୍ରହ କରି ତାକୁ ବିକ୍ରି କରିଥିବା ମଧ୍ୟ ସୂଚନା ରହିଛି। ଏ ଫଟୋ ଓ ଭିଡିଓ ସେ କେଉଁମାନଙ୍କୁ ବିକ୍ରି କରିଛି, କେତେ ଟଙ୍କା ନେଉଥିଲା, ଏଭଳି କାଣ୍ଡ ଭିଆଇବା ପାଇଁ ତାର ସାହସ କେମିତି ହେଲା, ଏସବୁ ଦିଗକୁ ପୋଲିସ ତନାଘନା କରୁଛି। ପରବର୍ତ୍ତୀ ଖବରଟି ହେଉଛି 3 ଦିନ ହେଲା ନିଖୋଜ ଥିଲେ ନାବାଳିକା, ଏବେ ପରିତ୍ୟକ୍ତ ଘରୁ ମିଳିଲା ମୃତଦେହ। ରେମୁଣା ଅଞ୍ଚଳରେ ଏକ ପରିତ୍ୟକ୍ତ ଘରୁ ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର। ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ନିଖୋଜ 9 ବର୍ଷୀୟ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ନାବାଳିକା ଜଣକ 3 ଦିନ ହେଲା ନିଖୋଜ ଥିଲେ। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ପରବର୍ତ୍ତୀ ଖବର ହେଉଛି ଭୁବନେଶ୍ୱରରେ ଚାଞ୍ଚଲ୍ୟ। ବନ୍ଦ ଘରେ ହାଡ଼ ରଖି ଚାଲିଥିଲା ପୂଜାର୍ଚ୍ଚନା, ତନ୍ତ୍ରପୂଜା ଚାଲିଥିଲା ବୋଲି ଲୋକମାନେ ସନ୍ଦେହ କରୁଛନ୍ତି। ଭୁବନେଶ୍ୱରର ରବି ଟକିଜ୍ ଟଙ୍କପାଣି ରୋଡ ନିକଟରୁ ବନ୍ଦ ଘରୁ ମିଳିଲା ହାଡ଼। କବାଟ ବନ୍ଦ କରି ଭିତରେ ହାଡ଼ ରଖି ଚାଲିଥିଲା ପୂଜାର୍ଚ୍ଚନା। ଘଟଣାସ୍ଥଳରେ ପହଞ୍ଚି ପୂଜାର୍ଚ୍ଚନା ନେଇ ଛାନଭିନ୍ ଚଳାଇଛି ପୋଲିସ। ପରବର୍ତ୍ତୀ ଖବରଟି ହେଉଛି ଏବେ ବନ୍ଦ ରହିବ ପାସପୋର୍ଟ ସେବା ପୋର୍ଟାଲ। ପାସପୋର୍ଟ ସେବା ପୋର୍ଟାଲ ଜାରି କରିଥିବା ଏକ ନୋଟରେ ସୂଚନା ଦେଇଛି ଯେ ପାସପୋର୍ଟ ସେବା ପୋର୍ଟାଲ 29 ଅଗଷ୍ଟ 2024 ଗୁରୁବାର ରାତି 8ଟାରୁ 2 ସେପ୍ଟେମ୍ବର ସୋମବାର ସକାଳ 6ଟା ପର୍ଯ୍ୟନ୍ତ ବୈଷୟିକ ରକ୍ଷଣାବେକ୍ଷଣ ପାଇଁ ବନ୍ଦ ରହିବ। ଏହି ଅବଧି ମଧ୍ୟରେ ସାଧାରଣ ନାଗରିକଙ୍କ ସହ ସମ୍ପୃକ୍ତ ଅଧିକାରୀଙ୍କ ପାଇଁ ମଧ୍ୟ ଏହି ପୋର୍ଟାଲଟି ଉପଲବ୍ଧ ହେବ ନାହିଁ। ଅଗଷ୍ଟ 30, 2024 ପାଇଁ ପୂର୍ବରୁ ବୁକ୍ ହୋଇଥିବା ନିଯୁକ୍ତିକୁ ରିସିଡ୍ୟୁଲ କରାଯିବ। ପରବର୍ତ୍ତୀ ଖବରଟି ହେଉଛି ସନାତନ ଧର୍ମ ଗ୍ରହଣ କଲେ 2000 ଲୋକ। ଭାରତର ପଡ଼ୋଶୀ ରାଷ୍ଟ୍ର ନେପାଳରେ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଏକ ଘର ବାହୁଡା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ 2000 ଲୋକ ସନାତନ ଧର୍ମ ଗ୍ରହଣ କରିଥିଲେ। ପୂର୍ବରୁ କୌଣସି କାରଣରୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ପୁଣି ଥରେ ସନାତନ ଧର୍ମ ଗ୍ରହଣ କରିଛନ୍ତି। ପରବର୍ତ୍ତୀ ଖବରଟି ହେଉଛି ହରିୟାଣାରେ ନିର୍ବାଚନ ତାରିଖ ବଦଳିଲା। ଭାରତ ନିର୍ବାଚନ ଆୟୋଗ ହରିୟାଣାରେ ଥିବା ବିଧାନସଭା ନିର୍ବାଚନକୁ ପରବର୍ତ୍ତୀ ତାରିଖକୁ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ 1 ଅକ୍ଟୋବର ପରିବର୍ତ୍ତେ 5 ଅକ୍ଟୋବର 2024ରେ ହରିୟାଣାରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ବିଷ୍ଣୁ ସମ୍ପ୍ରଦାୟର ଉଭୟ ଭୋଟ ଅଧିକାର ଏବଂ ପରମ୍ପରାକୁ ସମ୍ମାନ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ଜାମ୍ମୁ କାଶ୍ମୀର, ହରିୟାଣାର ଫଳାଫଳର ତାରିଖ ମଧ୍ୟ ପରିବର୍ତ୍ତନ କରାଯାଇଛି। 1 ଅକ୍ଟୋବରରେ ହେବାକୁ ଥିବା ଜମ୍ମୁ କାଶ୍ମୀର ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଦେବାର ତାରିଖରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅକ୍ଟୋବର 8ରେ ଉଭୟ ଜାମ୍ମୁ କାଶ୍ମୀର ଏବଂ ହରିୟାଣାର ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଏବେ ଦେଖିବା କ୍ରୀଡା ଖବର। ପାରାଅଲିମ୍ପିକ୍ସ 2024ରେ ଭାରତ ପାଇଲା ପଞ୍ଚମ ପଦକ। ଭାରତର ରୁବିନା ଫ୍ରାନ୍ସିସ୍ ମହିଳା 10 ମିଟର ଏୟାର ପିସ୍ତଲ ଏସଏଚ୍1 ଫାଇନାଲରେ 211.1 ସ୍କୋର ସହିତ ବ୍ରୋଞ୍ଜ ପଦକ ଜିତିଛନ୍ତି। ସୂଚନାଯୋଗ୍ୟ ଯେ ଟୋକିଓ ପାରାଅଲିମ୍ପିକ୍ସରେ ସୁଟିଂରେ ଭାରତ 2ଟି ସ୍ୱର୍ଣ୍ଣ, 1ଟି ରୌପ୍ୟ ଏବଂ 2ଟି ବ୍ରୋଞ୍ଜ ପଦକ ଜିତିଥିଲା। ପ୍ୟାରିସ୍ ପାରାଅଲିମ୍ପିକ୍ସରେ ଭାରତ 1ଟିଏ ସ୍ୱର୍ଣ୍ଣ, 1ଟିଏ ରୌପ୍ୟ ଓ 2ଟି ବ୍ରୋଞ୍ଜ ପଦକ ଜିତିଛି। ପରବର୍ତ୍ତୀ ଖବରଟି ହେଉଛି ଆତ୍ମସମର୍ପଣ କଲେ 2 ଦୁର୍ଦ୍ଦାନ୍ତ କ୍ୟାଡର ମାଓବାଦୀ। ଉତ୍ତରାଞ୍ଚଳ ଆଇଜି ଓ ବରଗଡ଼ ଏସ୍ପିଙ୍କ ପାଖରେ ଗତକାଲି 2 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବିଜାପୁର କ୍ୟାଡର ମାଓବାଦୀ ପୂଜା ତାତି ଓ ସୁକୁମାର କ୍ୟାଡର ମାଓବାଦୀ ସଇତୁ ପଡାମ। ପୂଜା ତାତିଙ୍କ ନାଁରେ ଥିଲା 4 ଲକ୍ଷ ଟଙ୍କାର ପୁରସ୍କାର, ସଇତୁଙ୍କ ନାଁରେ ଥିଲା 3 ଲକ୍ଷ ଟଙ୍କାର ପୁରସ୍କାର। ଉଭୟ ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରେ ସକ୍ରିୟ ଥିଲେ। ପରବର୍ତ୍ତୀ ଖବରଟି ହେଉଛି ଆରମ୍ଭ ହେବ ଶ୍ରୀମନ୍ଦିର ଏଫ୍ଏମ୍ ରେଡିଓ। ଶ୍ରୀମନ୍ଦିର ପକ୍ଷରୁ ନିଜସ୍ୱ ଏଫ୍ଏମ୍ ରେଡିଓ ମଧ୍ୟ ଚାଲିବ। ଏଫ୍ଏମ୍ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ମିଟିଂରେ ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଖବରଟି ହେଉଛି ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆଙ୍କ ନାଁରେ ସାଇବର ଠକେଇ ଉଦ୍ୟମ। ହ୍ୟାଲୋ, ମୁଁ ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ କହୁଛି। କଲେଜିୟମରେ ଜରୁରୀ ବୈଠକ ଅଛି। ମୁଁ କନ୍ନଟ ପ୍ଲେସରେ ଫସି ଯାଇଛି। ମୋତେ କାର ଭଡ଼ା ପାଇଁ 500 ଟଙ୍କା ପଠାଇ ପାରିବେ କି? କୋର୍ଟରେ ପହଞ୍ଚିବା ପରେ ତୁମକୁ ଟଙ୍କା ଫେରାଇ ଦେବି। ଏପରି ଏକ ମେସେଜ ପାଇ ଜଣେ ବ୍ୟକ୍ତି ହଠାତ୍ ନିଜକୁ ବିଶ୍ୱାସ କରିପାରି ନଥିଲେ। ମାତ୍ର ପରେ ଖୋଳତାଡ଼ କରୁ କରୁ ଏହା ସାଇବର ଠକଙ୍କ କାରସାଦୀ ବୋଲି ଜାଣିବାକୁ ମିଳିଥିଲା, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସବୁଠାରୁ ବଡ଼ କଥା ହେଲା, ମେସେଜ ଆସିଥିବା ନମ୍ବରରେ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡଙ୍କ ଫଟୋ ଲାଗିଥିଲା। ତେବେ ଘଟଣା ସମ୍ପର୍କରେ ସୂଚନା ଦେଇ
ଜଣେ ୟୁଜର୍ସ ଏ ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ପରବର୍ତ୍ତୀ ଖବରଟି ହେଉଛି କୋଟିପତି କିରାଣୀ ପ୍ରଦୀପ କୁମାର ଦାସଙ୍କୁ ଗିରଫ କଲା ଭିଜିଲାନ୍ସ। ବାଲେଶ୍ୱର ଡିଆଇ କନିଷ୍ଠ କିରାଣୀ ପ୍ରଦୀପ ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପଙ୍କୁ ଗିରଫ କରାଯାଇଛି। ଗତକାଲି ଭିଜିଲାନ୍ସ ଚଢ଼ାଉ କରାଯାଇ ବିପୁଳ ସମ୍ପତ୍ତିର ଠାବ କରାଯାଇଥିଲା। 1 କୋଟିର ମାର୍କେଟ କମ୍ପ୍ଲେକ୍ସ, ଗୋଟିଏ କୋଠା, 6 ପ୍ଲଟ ସହ ଅନ୍ୟାନ୍ୟ ବହୁ ମୂଲ୍ୟ ଜିନିଷ ଥିବା ସୂଚନା ମିଳିଥିଲା। ଏଥିସହିତ ଆଜିର ଖବରକୁ ଏଇଠି ରଖୁଛୁ। ଧନ୍ୟବାଦ।